ଆଜି ଆସନ୍ତୁ ମିଶିକି ଗୋଟେ ବହୁତ ବଡ଼ ରହସ୍ୟର ପର୍ଦ୍ଦାଫାଶ କରିବା। କଥାଟା ଶୁଣିବାକୁ ଅସମ୍ଭବ ଲାଗୁଛି ନୁହେଁ କି? କିନ୍ତୁ ଜାଣନ୍ତି, ଏଇ ପ୍ରଶ୍ନ ଭିତରେ ହିଁ ଲୁଚି ରହିଛି ଆମ ଆଜିର କାହାଣୀର ସାର। ଆଉ ଏହାର ଉତ୍ତର? ହଁ, ଏହାର ଉତ୍ତର ଆମକୁ ମିଳିବ ଜଣେ ଖାସ୍ ବ୍ୟକ୍ତିଙ୍କ ଜୀବନ କାହାଣୀରୁ। ଆଉ ସେ ହେଉଛନ୍ତି ଜୀବକ କୁମାରଭଞ୍ଜ, ଯାହାଙ୍କୁ ପ୍ରାଚୀନ ଭାରତର ଚିକିତ୍ସା ସମ୍ରାଟ ବୋଲି କୁହାଯାଏ। ତେବେ ଆସନ୍ତୁ ତାଙ୍କ ଜୀବନର ପୃଷ୍ଠା ଓଲଟେଇ ଦେଖିବା ଆଉ ଜାଣିବା ସେମିତି କ'ଣ ଥିଲା ତାଙ୍କ ପାଖରେ, କେଉଁ ଜ୍ଞାନ, କେଉଁ କଳା, ଯାହା ତାଙ୍କୁ ନିଜ ସମୟର ସବୁଠାରୁ ଅସାଧାରଣ ଚିକିତ୍ସକର ମାନ୍ୟତା ଦେଇଥିଲା। ତେବେ ଆମର ଏହି ରହସ୍ୟମୟ ଯାତ୍ରା ଆରମ୍ଭ ହେଉଛି, ଆଉ ଆରମ୍ଭ ହେଉଛି ଜଣେ ଏମିତି ବ୍ୟକ୍ତିଙ୍କଠାରୁ ଯିଏକି ଅଳିଆ ଗଦାରୁ ଉଠି ନିଜ ଯୁଗର ଜଣେ ମହାନ ବ୍ୟକ୍ତିତ୍ୱ ପାଲଟି ଯାଇଥିଲେ। ତେବେ ତାଙ୍କ କାହାଣୀର ଆରମ୍ଭ କେଉଁଠୁ? ଆଉ ଯେମିତିକି ବଡ଼ ବଡ଼ କାହାଣୀମାନଙ୍କରେ ହୁଏ ନା, ଏହାର ଆରମ୍ଭ ମଧ୍ୟ ବେଶ୍ ନାଟକୀୟ। କଥାଟା ଏମିତି, ତାଙ୍କର ଜନ୍ମ ହୋଇଥିଲା ରାଜଗୃହର ଜଣେ ପ୍ରସିଦ୍ଧ ଗଣିକା ଶାଳବତୀଙ୍କ ଘରେ। କିନ୍ତୁ ଲୋକଲଜ୍ଜା ଭୟରେ ଜନ୍ମ ହେବା ମାତ୍ରେ ସେହି କୁନି ଶିଶୁଟିକୁ ଗୋଟେ ଟୋକେଇରେ ରଖି ଅଳିଆ ଗଦାରେ ଫିଙ୍ଗି ଦିଆଗଲା। ହେଲେ ଦେଖନ୍ତୁ ଭାଗ୍ୟର ଖେଳ, ଠିକ୍ ସେହି ସମୟରେ ସେହି ରାସ୍ତା ଦେଇ ଯାଉଥିଲେ ମଗଧର ରାଜକୁମାର ଅଭୟ। ଆଉ ତାଙ୍କ ନଜର ପଡ଼ିଲା ସେହି ଶିଶୁ ଉପରେ, ଆଉ ସେ ତାକୁ ଉଦ୍ଧାର କଲେ। ଯେତେବେଳେ ରାଜକୁମାର ସେ ଶିଶୁକୁ ଦେଖିଲେ, ତାଙ୍କର ପ୍ରଥମ ପ୍ରଶ୍ନ ଥିଲା, ସେ ଜୀବିତ ଅଛି ତ? ଆଉ ଉତ୍ତର ଆସିଲା, ଜୀବିତି, ମାନେ ହଁ, ଜୀବିତ ଅଛି। କୁହାଯାଏ ସେଇ ଗୋଟିଏ ଶବ୍ଦରୁ ହିଁ ତାର ନାଁ ରଖାଗଲା ଜୀବକ। କିନ୍ତୁ କାହାଣୀ ଏତିକିରେ ସରେନି। ତାଙ୍କ ନାଁର ଆଉ ଗୋଟେ ଅଂଶ ଅଛି, କୁମାରଭଞ୍ଜ। ଏହାର ଗୋଟେ ଅର୍ଥ ହେଲା କୁମାରଙ୍କ ଦ୍ୱାରା ପାଳିତ। କିନ୍ତୁ ଆୟୁର୍ବେଦରେ କମାର ବୃତ୍ତିର ଅର୍ଥ ହେଉଛି ଶିଶୁ ରୋଗ ଚିକିତ୍ସା ବା ପେଡିଆଟ୍ରିକ୍ସ। ମାନେ ଦେଖନ୍ତୁ, ତାଙ୍କର ପୂରା ଭବିଷ୍ୟତ ତାଙ୍କ ନାଁ ଭିତରେ ହିଁ ଲୁଚି ରହିଥିଲା। ତେବେ ଜୀବକ ରାଜମହଲରେ ତ ବଢ଼ିଲେ, କିନ୍ତୁ ତାଙ୍କ ମନରେ ଥିଲା ନିଜର ଏକ ଅଲଗା ପରିଚୟ ତିଆରି କରିବାର ଇଚ୍ଛା। ଆଉ ଏଇଠୁ ହିଁ ଆରମ୍ଭ ହେଲା ତାଙ୍କର ଜ୍ଞାନ ପାଇଁ ଏ ଯାତ୍ରା। ଏମିତି ଏକ ଯାତ୍ରା ଯାହା ତାଙ୍କୁ ନେଇ ପହଞ୍ଚାଇଲା ସେହି ସମୟର ସବୁଠାରୁ ବଡ଼ ଜ୍ଞାନର କେନ୍ଦ୍ରରେ। ଆଜିର ପାକିସ୍ତାନରେ ଥିବା ତକ୍ଷଶିଳା ସେତେବେଳେ ଥିଲା ଜ୍ଞାନର ମହାସମୁଦ୍ର। ଆଉ ସେଇଠି ମହାନ ଋଷି ଆତ୍ରେୟଙ୍କ ପାଖରେ ଜୀବକ ପୁରା 7 ବର୍ଷ ଧରି ଆୟୁର୍ବେଦର ଗଭୀରରୁ ଗଭୀରତମ ଜ୍ଞାନ ଆହରଣ କଲେ। ଆଉ ସେଠିକାର ପାଠପଢ଼ା କେବଳ ବହି ଭିତରେ ସୀମିତ ନଥିଲା, ବରଂ ବହୁତ ବ୍ୟବହାରିକ ଥିଲା। ଆଉ ଏଇଠି ଗୋଟେ ବହୁତ ମଜାଦାର କାହାଣୀ ଅଛି। କୁହାଯାଏ ଯେ ପାଠପଢ଼ା ସରିବା ପରେ ଋଷି ଆତ୍ରେୟ ତାଙ୍କର ସବୁ ଛାତ୍ରମାନଙ୍କୁ ଗୋଟେ ଅଜବ ପରୀକ୍ଷା ଦେଲେ। ସେ କହିଲେ, ଯାଅ ଆଉ ଏମିତି ଗୋଟେ ଗଛ ଖୋଜି ଆଣ ଯାହାର କୌଣସି ଔଷଧୀୟ ଗୁଣ ନଥିବ। କେମିତିକା ପରୀକ୍ଷା ଭାବନ୍ତୁ ତ? ବାକି ସବୁ ଛାତ୍ର କିଛି ନା କିଛି ଗଛ ଧରି ଫେରିଲେ, କିନ୍ତୁ ଜୀବକ ଫେରିଲେ ଖାଲି ହାତରେ। ଋଷି କାରଣ ପଚାରିବାରୁ ଜୀବକ କହିଲେ, ଗୁରୁଦେବ, ମୁଁ ବହୁତ ଖୋଜିଲି, କିନ୍ତୁ ମୋତେ ଏମିତି ଗୋଟିଏ ବି ଗଛ ମିଳିଲାନି ଯାହାର କିଛି ବି ଔଷଧୀୟ ଗୁଣ ନାହିଁ। ଏକଥା ଶୁଣି ଋଷି ଆତ୍ରେୟ ବହୁତ ଖୁସି ହେଲେ ଆଉ କହିଲେ, ଜୀବକ, ଆଜି ତୁମର ଶିକ୍ଷା ସମ୍ପୂର୍ଣ୍ଣ ହେଲା। କାରଣ ସେ ବୁଝିଯାଇଥିଲେ ଯେ ପ୍ରକୃତିର କୌଣସି ବି ଜିନିଷ ଅଦରକାରୀ ନୁହେଁ। ତେବେ ତକ୍ଷଶିଳାରୁ ଏହି ଅମୂଲ୍ୟ ଜ୍ଞାନ ନେଇ ଜୀବକ ଯେତେବେଳେ ମଗଧ ଫେରିଲେ, ତାଙ୍କ ପାଇଁ ଅସଲ ପରୀକ୍ଷାର ସମୟ ଆସିଗଲା। କାରଣ ଜ୍ଞାନର ପ୍ରକୃତ ପରୀକ୍ଷା ତ ତାର ବ୍ୟବହାରରେ ହିଁ ହୁଏ। ତାଙ୍କର ପ୍ରଥମ ବଡ଼ ମାମଲା ଥିଲା ସାକେତର ଜଣେ ଧନୀ ବ୍ୟବସାୟୀଙ୍କ ପତ୍ନୀଙ୍କର। ସେ ମହିଳା ବେଚାରା 7 ବର୍ଷ ଧରି ଭୟଙ୍କର ମୁଣ୍ଡବିନ୍ଧାରେ ଛଟପଟ ହେଉଥିଲେ। ଜୀବକ କ'ଣ କଲେ? ସେ କିଛି ଜଡ଼ିବୁଟିକୁ ଘିଅ ସହିତ ମିଶାଇ ତାଙ୍କ ନାକ ବାଟି ଦେଲେ। ଆୟୁର୍ବେଦରେ ଏହାକୁ କୁହାଯାଏ ନସ୍ୟକ୍ରିୟା। ଆଉ ଆଶ୍ଚର୍ଯ୍ୟର କଥା, କିଛି ସମୟ ଭିତରେ ସେହି ମହିଳାଙ୍କର 7 ବର୍ଷର ପୁରୁଣା ଯନ୍ତ୍ରଣା ସବୁଦିନ ପାଇଁ ଗାୟବ ହୋଇଗଲା। କିନ୍ତୁ ତାଙ୍କୁ ଅସଲ ଖ୍ୟାତି ମିଳିଲା ଯେତେବେଳେ ସେ ଖୋଦ୍ ମଗଧର ସମ୍ରାଟ ବିମ୍ବିସାରଙ୍କ ଚିକିତ୍ସା କଲେ। ହଁ, ସେହି ରାଜକୁମାର ଅଭୟଙ୍କ ବାପା। ରାଜାଙ୍କ ଗୋଟେ ବହୁତ ଯନ୍ତ୍ରଣାଦାୟକ ଫିସ୍ଚୁଲା ହୋଇଥିଲା। ଆଉ ଜୀବକ, ସେ ମାତ୍ର ଗୋଟିଏ ଲେପ ଲଗାଇ ତାଙ୍କୁ ସମ୍ପୂର୍ଣ୍ଣ ଭଲ କରିଦେଲେ। ବାସ୍, ଏହି ଗୋଟିଏ ଚିକିତ୍ସା ହିଁ ତାଙ୍କୁ ରାତାରାତି ମଗଧର ରାଜବୈଦ୍ୟ ବନେଇଦେଲା। କିନ୍ତୁ ସବୁଠାରୁ ରୋଚକ କାହାଣୀ ହେଉଛି ଉଜ୍ଜୟିନୀର ରାଜା ପ୍ରଦ୍ୟୋତଙ୍କର। ତାଙ୍କୁ ଭୟଙ୍କର କାମଳ ହୋଇଥିଲା, ଆଉ ସେ ଥିଲେ ଭାରି ଜିଦଖୋର। ତାଙ୍କର ଜିଦ୍ ଥିଲା ଯେ ସେ କିଛି ବି ହେଇଯାଉ ଘିଅ ଖାଇବେନି। ଆଉ ସମସ୍ୟା ହେଲା, ତାଙ୍କର ରୋଗର ଔଷଧ କେବଳ ଘିଅ ସହିତ ହିଁ ଦିଆଯାଇପାରିବ। ଏବେ କ'ଣ କରାଯିବ? ଏହା ଥିଲା ଜଣେ ଡାକ୍ତରଙ୍କ ପାଇଁ ପ୍ରକୃତ ଚ୍ୟାଲେଞ୍ଜ। ଏଠି ଜୀବକ ଯେଉଁ ଉପାୟ ବାହାର କଲେ ତାହା କୌଣସି ଥ୍ରିଲର ଫିଲ୍ମଠାରୁ କମ୍ ନୁହେଁ। ସେ କ'ଣ କଲେ? ଔଷଧକୁ ଏମିତି ଭାବେ ତିଆରି କଲେ ଯେଉଁଥିରେ ଘିଅର ରଙ୍ଗ କି ଗନ୍ଧ କିଛି ବି ନଥିଲା।
ରାଜା ବିନା ଦ୍ୱିଧାରେ ତାକୁ ପିଇଦେଲେ, ଆଉ ଔଷଧ ଦେବା ମାତ୍ରେ ଜୀବକ ତୁରନ୍ତ ରାଜାଙ୍କର ସବୁଠାରୁ ଦ୍ରୁତ ଘୋଡ଼ା ଧରି ସେଠୁ ଚମ୍ପଟ। କାହିଁକି? କାରଣ ସେ ଜାଣିଥିଲେ ଔଷଧ ପେଟରେ ହଜମ ହେବା ମାତ୍ରେ ରାଜାଙ୍କୁ ଘିଅର ବାସ୍ନା ଆସିବ ଆଉ ସେ ରାଗିଯିବେ। ଆଉ ଠିକ୍ ସେୟା ହିଁ ହେଲା। କିନ୍ତୁ ମଜାର କଥା ହେଉଛି, ସେତେବେଳକୁ ରାଜାଙ୍କର କାମଳ ରୋଗ ସମ୍ପୂର୍ଣ୍ଣ ଭଲ ହୋଇସାରିଥିଲା। ହଉ, ଏସବୁ ତ ଥିଲା ତାଙ୍କ ଚିକିତ୍ସା କୌଶଳର କିଛି ଉଦାହରଣ। କିନ୍ତୁ ଆସନ୍ତୁ ଏବେ ସେଇ ମୂଳ ପ୍ରଶ୍ନକୁ ଫେରିବା, ଯୋଉଠୁ ଆମେ ଆରମ୍ଭ କରିଥିଲେ। ଶଲ୍ୟଚିକିତ୍ସା ମାନେ ସର୍ଜରୀ, ସେଥିରେ ତାଙ୍କର କେତେ ଦକ୍ଷତା ଥିଲା? ଯାହା ସବୁ ତଥ୍ୟ ମିଳେ ସେଥିରୁ ସ୍ପଷ୍ଟ ଜଣାପଡ଼େ ଯେ ସେ ଦୁଇଟି କ୍ଷେତ୍ରରେ ମାହିର ଥିଲେ। ଗୋଟିଏ ହେଲା କାୟ ଚିକିତ୍ସା, ଯାହାକୁ ଆମେ ଜେନେରାଲ ମେଡିସିନ କହିପାରିବା, ଆଉ ଦ୍ୱିତୀୟଟି ହେଲା ଶଲ୍ୟଚିକିତ୍ସା ଅର୍ଥାତ୍ ସର୍ଜରୀ। ଆଉ ଏହିଠି ହିଁ କାହାଣୀ ଏକ ଏମିତି ମୋଡ଼ ନିଏ ଯାହାକୁ ବିଶ୍ୱାସ କରିବା କଷ୍ଟକର। କାରଣ କୁହାଯାଏ ସେ ସେହି ସମୟରେ ଖପୁରୀର ସର୍ଜରୀ ଆଉ ଏପରିକି ଅନ୍ତନଳୀର ସର୍ଜରୀ ମଧ୍ୟ କରୁଥିଲେ। ଭାବି ପାରୁଛନ୍ତି ଆଜିର ଏନେସ୍ଥେସିଆ କିମ୍ବା ଆଣ୍ଟିବାୟୋଟିକ୍ ବିନା ଏହା କେମିତି ସମ୍ଭବ? ତେବେ ପ୍ରଶ୍ନ ଉଠୁଛି, ଏହା କେମିତି ସମ୍ଭବ ହେଲା? ଦେଖନ୍ତୁ, ଏହାର କିଛି ସମ୍ଭାବ୍ୟ କାରଣ ହୋଇପାରେ। ଯେମିତିକି ଯନ୍ତ୍ରଣା କମ୍ କରିବା ପାଇଁ ଶକ୍ତିଶାଳୀ ଜଡ଼ିବୁଟିରୁ ତିଆରି ନିଶ୍ଚିତକ ବ୍ୟବହାର କରାଯାଉଥିବ। ସଂକ୍ରମଣ ରୋକିବା ପାଇଁ ଆଣ୍ଟିସେପ୍ଟିକ୍ ଗୁଣ ଥିବା ଗଛଲତାର ଜ୍ଞାନ ବି ଥିବ। କିନ୍ତୁ ଏସବୁଠାରୁ ବଡ଼ କଥା ହେଲା ସେହି ସର୍ଜନଙ୍କ ହାତର ସଫାଇ, ତାଙ୍କର କୌଶଳ ଆଉ ଶରୀର ବିଜ୍ଞାନ ଉପରେ ତାଙ୍କର ଗଭୀର ଜ୍ଞାନ। ହେଲେ ଜୀବକଙ୍କ କାହାଣୀ କେବଳ ରାଜା ମହାରାଜାଙ୍କ ଚିକିତ୍ସାରେ ସରିଯାଏନି। ତାଙ୍କ ଜୀବନରେ ଏକ ବହୁତ ବଡ଼ ଆଧ୍ୟାତ୍ମିକ ମୋଡ଼ ମଧ୍ୟ ଆସେ, ଯାହା ତାଙ୍କ ଜୀବନକୁ ଏକ ସମ୍ପୂର୍ଣ୍ଣ ନୂଆ ଦିଗ ଦେଇଥିଲା। ହୁଏତ ଏହା ତାଙ୍କ ଜୀବନର ସବୁଠାରୁ ବଡ଼ ମୋଡ଼ ଥିଲା। ସେ ଭଗବାନ ବୁଦ୍ଧଙ୍କ ସଂସ୍ପର୍ଶରେ ଆସିଲେ, ତାଙ୍କର ଅନୁଗାମୀ ହେଲେ ଆଉ ନିଜର ସବୁ ଜ୍ଞାନ ଆଉ କୌଶଳକୁ ସମର୍ପିତ କରିଦେଲେ ବୁଦ୍ଧ ଏବଂ ତାଙ୍କ ସଂଘର ସେବାରେ। ସେ ଖୁଦ୍ ଭଗବାନ ବୁଦ୍ଧଙ୍କ ବ୍ୟକ୍ତିଗତ ଚିକିତ୍ସକ ହୋଇଗଲେ। ଆଉ କଥାଟା କେବଳ ବ୍ୟକ୍ତିଗତ ଚିକିତ୍ସାରେ ସୀମିତ ନଥିଲା। ବୌଦ୍ଧ ଭିକ୍ଷୁମାନଙ୍କ ପାଇଁ ଯେଉଁ ସ୍ୱାସ୍ଥ୍ୟ ଆଉ ସ୍ୱଚ୍ଛତାର ନିୟମ ସବୁ ତିଆରି ହେଲା, ସେସବୁ ପଛରେ ଜୀବକଙ୍କର ହିଁ ପରାମର୍ଶ ଥିଲା। ଏକ ପ୍ରକାରେ କହିବାକୁ ଗଲେ ସେ ସମଗ୍ର ସଂଘ ପାଇଁ ଗୋଟେ ପବ୍ଲିକ୍ ହେଲ୍ଥ ସିଷ୍ଟମ ତିଆରି କରିଥିଲେ। ଏପରିକି ସେ ନିଜର ପ୍ରିୟ ଆମ୍ବତୋଟାଟିକୁ ମଧ୍ୟ ସଂଘକୁ ଦାନ କରିଦେଲେ। ତେବେ ଟିକେ ଭାବନ୍ତୁ, ରାଜଗୃହର ଅଳିଆ ଗାଦାରୁ ମିଳିଥିବା ଗୋଟେ ଶିଶୁ ମଗଧର ରାଜବୈଦ୍ୟ ହେଲା, ଚିକିତ୍ସା ଜଗତର ସମ୍ରାଟ ବୁଲାଇଲା, ଆଉ ଶେଷରେ ଭଗବାନ ବୁଦ୍ଧଙ୍କର ପ୍ରିୟ ସେବକ ହେଲା। କେତେ ଅବିଶ୍ୱସନୀୟ ଏ ଯାତ୍ରା! ଏକଥାକୁ ପ୍ରମାଣ କରିବା ପାଇଁ ଆଉ କୌଣସି ଉଦାହରଣ ଦରକାର ନାହିଁ। ଜୀବକଙ୍କ ନିଜ ଜୀବନ ହିଁ ଏହାର ସବୁଠାରୁ ବଡ଼ ପ୍ରମାଣ। କିନ୍ତୁ ଜୀବକଙ୍କ କାହାଣୀ ଶେଷରେ ଆମ ମନରେ ଗୋଟେ ବଡ଼ ପ୍ରଶ୍ନ ଛାଡ଼ିଯାଏ। ସେହି ଯୁଗରେ ଜ୍ଞାନ, ପର୍ଯ୍ୟବେକ୍ଷଣ ଆଉ ଅନ୍ତର୍ଜ୍ଞାନର ଏମିତି କେଉଁ ଅଦ୍ଭୁତ ମିଶ୍ରଣ ଥିଲା, ଯାହା ଜୀବକଙ୍କୁ ସେସବୁ କରିବାକୁ ସକ୍ଷମ କଲା, ଯାହା ଆଜି ବି ଆମକୁ ଅସମ୍ଭବ ଲାଗେ? ବୋଧହୁଏ ଜୀବକଙ୍କ କାହାଣୀ ଆମକୁ ଏକଥା ମନେ ପକାଇ ଦିଏ ଯେ ଟେକ୍ନୋଲୋଜି ଯେତେ ଆଗକୁ ଗଲେ ବି ଜଣେ ଚିକିତ୍ସକଙ୍କ ଗଭୀର ଅନୁଭବ, ତାଙ୍କର ପର୍ଯ୍ୟବେକ୍ଷଣ ଶକ୍ତି ଆଉ ମାନବୀୟ ସମ୍ବେଦନା ହିଁ ସବୁବେଳେ ସବୁଠାରୁ ବଡ଼ ଚିକିତ୍ସା ଉପକରଣ ହୋଇ ରହିବ।